ରାମାୟଣ କଥା। ରାବଣର ଅଜା ମାଲ୍ୟବାନ। ପୁରାତନ କାଳର କଥା। ସୁକେଶ ନାମକ ଜଣେ ରାକ୍ଷସ ଲଙ୍କାରେ ରାଜା ଥିଲେ। ତାଙ୍କ ପତ୍ନୀଙ୍କର ନାମ ଥିଲା ବେଦବତୀ। ତାଙ୍କର ତିନି ପୁତ୍ର ଥିଲେ ମାରି, ସୁମାଳି ଓ ମାଲ୍ୟବାନ। ବ୍ରହ୍ମା ଓ ଭଗବାନ ଶିବଙ୍କ ବଳରେ ବଳିୟାନ ହେଇ ସେହି ରାକ୍ଷସ ପୁତ୍ରମାନେ ଦେବତା, ଯକ୍ଷ ଓ ଗନ୍ଧର୍ବଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଭଗବାନ ବିଷ୍ଣୁ ରାକ୍ଷସମାନଙ୍କ ସହ ଯୁଦ୍ଧ କଲେ। ଯୁଦ୍ଧରେ ମାରି ନିହତ ହେଲେ। ମାଲ୍ୟବାନ ଓ ସୁମାଳି ପରାଜିତ ହେଇ ବିଷ୍ଣୁଙ୍କ ନିର୍ଦ୍ଦେଶରେ ଲଙ୍କା ପରିତ୍ୟାଗ କରି ପାତାଳରେ ଯାଇ ବାସ କଲେ। ଲଙ୍କାଗଡ଼ ରାକ୍ଷସ ଶୂନ୍ୟ ହେଇଗଲା। ବ୍ରହ୍ମାଙ୍କ ଆଦେଶରେ ବିଶ୍ରବା ଋଷି ଓ ତାଙ୍କର ପ୍ରଥମା ପତ୍ନୀ ଇଡାବିଡାଙ୍କ ପୁତ୍ର କୁବେର ଲଙ୍କାରେ ରାଜତ୍ୱ କଲେ। ପରେ ସୁମାଳିଙ୍କ କନ୍ୟା ନିକଷାଙ୍କଠାରୁ ବିଶ୍ରବା ଋଷିଙ୍କ ରସରୁ ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ ତିନିଜଣ ପୁତ୍ର ଜନ୍ମ ନେଲେ। ପିତାଙ୍କ ନିର୍ଦ୍ଦେଶରେ କୁବେର ରାବଣକୁ ଲଙ୍କାର ଶାସନ ଅର୍ପଣ କରି କୈଳାସକୁ ଚାଲିଗଲେ। ପାତାଳପୁରରୁ ସମସ୍ତ ରାକ୍ଷସମାନେ ଆସି ଲଙ୍କାରେ ଦର୍ପି ଦଶାନନର ଛତ୍ରଛାୟା ତଳେ ବାସ କଲେ। ସୁକେଶପୁତ୍ର ମାଲ୍ୟବାନ ଥିଲେ ବିଷ୍ଣୁଭକ୍ତ, ଧର୍ମଜ୍ଞ ଓ ନୀତିନିଷ୍ଠ। ରାବଣ ଲଙ୍କାର ରାଜା ହେବା ପରେ ରାବଣର ମାତାମହ ଭାବରେ ମାଲ୍ୟବାନ ନିଯୁକ୍ତ ହେଲେ। ରାବଣର ଜଣେ ମନ୍ତ୍ରୀ ଉପଦେଷ୍ଟା ଭାବେ। ସେ ଥିଲେ ପରମ ଜ୍ଞାନୀ। ରାକ୍ଷସ ଥିଲେ ମଧ୍ୟ ବିଷ୍ଣୁଙ୍କ ପ୍ରତି ତାଙ୍କର ଥିଲା ଅଚଳ ଭକ୍ତି। ସେ ଜାଣିଥିଲେ ବିଷ୍ଣୁ ହିଁ ଏକା ସମସ୍ତ ରାକ୍ଷସଙ୍କୁ ଶେଷ କରିଦେବାକୁ ସମର୍ଥ। ସେ ନିଜର ଜ୍ଞାନ ବଳରେ ଜାଣିଥିଲେ ଯେ ସେହି ବିଷ୍ଣୁ ଏବେ ଦଶରଥ ସୁତ ରାମ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି। ରାବଣର ଶୁଭଚିନ୍ତକ ରୂପେ ଯେତେବେଳେ ଯୁଦ୍ଧ କରିବା ନିମନ୍ତେ ରାବଣ ନିଜ ସଭାସଦମାନଙ୍କ ସହ ମନ୍ତ୍ରଣା ଆରମ୍ଭ କଲା, ସଭାରେ ମାଲ୍ୟବାନ ପ୍ରଥମେ ଏହାର ବିରୋଧ କଲେ। ସେ ପରାକ୍ରମୀ ଓ ବଳବାନ ଥିଲେ। ତଥାପି ସେ ବୀରତା ଏବଂ ବିକ୍ରମତାର କଥା ନ କହି ବୁଦ୍ଧି, ଜ୍ଞାନ ଓ ବିବେକ ଅନୁସାରେ ରାଜାର ରାଜନୀତି ଜ୍ଞାନ ସମ୍ପର୍କରେ ସୂଚନା ଦେବାକୁ ଯାଇ ସେ କହିବାକୁ ଲାଗିଲେ, ଜଣେ ରାଜା ଚତୁର୍ଦ୍ଦଶ ବିଦ୍ୟାରେ ଶିକ୍ଷିତ ହେବା ସହିତ ନୀତିଜ୍ଞ ହେବା ବିଧେୟ। କେବଳ ଏପରି ରାଜା ଦୀର୍ଘ ଦିନ ଧରି ଶାସନ କରନ୍ତି ଓ ଶତ୍ରୁଙ୍କୁ ମଧ୍ୟ କରାୟତ୍ତ କରି ରଖିଥାନ୍ତି। ଆବଶ୍ୟକ ସ୍ଥଳେ ପରାକ୍ରମୀ ଶତ୍ରୁ ସହ ସନ୍ଧି କରିବା ହିଁ ବୁଦ୍ଧିମାନର କାର୍ଯ୍ୟ। ଏଣୁ ମେର ମତ, ପରାକ୍ରମୀ ଶ୍ରୀରାମଙ୍କ ସହିତ ସନ୍ଧି କରି ସୀତାଙ୍କୁ ଫେରାଇ ଦେବା ବୁଦ୍ଧିମାନର କାର୍ଯ୍ୟ ହେବ। ଗୋସ୍ମୀ ତୁଳସୀଦାସଙ୍କ ଭାଷାରେ ମାଲ୍ୟବାନ କହିଲେ, ପରିହରି ବୟରୁ ଦେହୁ ବୈଦେହୀ, ବିଜହୁ କୃପାନିଧି ପରମ ସହ୍ନି। ଦେବତା, ମୁନି, ଋଷି, ଯକ୍ଷ, ଗନ୍ଧର୍ବ, ବାନର ସମସ୍ତେ ଶ୍ରୀରାମଙ୍କ ବିଜୟ ଚାହାନ୍ତି। ଏଣୁ ରାମଙ୍କ ବିରୋଧ କର ନାହିଁ। ସୃଷ୍ଟିକର୍ତ୍ତା ବ୍ରହ୍ମା, ସୁର ଓ ଅସୁର ଯେଉଁ ଦୁଇଟି ପକ୍ଷ ସୃଷ୍ଟି କରିଛନ୍ତି, ସେମାନେ ଉଭୟ ଧର୍ମ ଏବଂ ଅଧର୍ମରେ ଆଶ୍ରିତ। ଅଧର୍ମ କିଛି ସମୟ ପାଇଁ ଧର୍ମକୁ କରାୟତ୍ତ କରି ରଖେ, କିନ୍ତୁ ପରିଶେଷରେ ଧର୍ମର ହିଁ ଜୟ ହୁଏ। ତୁମ ଦ୍ୱାରା ଅଧର୍ମ ହେଇଛି। ବ୍ରାହ୍ମଣ, ଦ୍ୱିଜ, ଋଷି, ଦେବତା ଓ ନାରୀ ସମସ୍ତଙ୍କର ତୁମେ ଅମର୍ଯ୍ୟାଦା କରି ଆସିଛ। ସମସ୍ତେ ଏକତ୍ର ହେଇ ଏବେ ତୁମର ବିନାଶ କାମନା କରୁଛନ୍ତି। ତୁମେ ମଧ୍ୟ ଦେବତା, ଦାନବ ଏବଂ ଯକ୍ଷଙ୍କ ଦ୍ୱାରା ଅବଧ୍ୟ ହେବା ପାଇଁ ବର ପାଇଛ। ମନୁଷ୍ୟ, ବାନର, ଋଷିଙ୍କ ଦ୍ୱାରା ନୁହେଁ। ଏଣୁ ସାବଧାନ ହୁଅ। ତୁମ ଶତ୍ରୁ ସ୍ୱୟଂ ବିଷ୍ଣୁ ଆଜି ମାନବ ରୂପରେ, ଦେବତାମାନେ ବାନର ଓ ଋଷି ରୂପରେ ଜନ୍ମ ହୋଇଛନ୍ତି। ଏଣୁ ତୁମେ ମେ କଥା ମାନ। ବେଳ ହୁଁ ସାବଧାନ ହୋଇଯାଅ। ତୁମେ ଏହି ରାକ୍ଷସ କୁଳକୁ ଶେଷ ହେବାକୁ ଦିଅ ନାହିଁ। ରାବଣ କିନ୍ତୁ ବୃଦ୍ଧ ଜ୍ଞାନୀ ମାତାମହ ମାଲ୍ୟବାନଙ୍କ କଥା ଶୁଣିଲା ନାହିଁ। ଓଲଟି ଅଟ୍ଟହାସ୍ୟ କରି ସେ ନିଜର ଶୌର୍ଯ୍ୟ ବୀର୍ଯ୍ୟର ଆସ୍ଫାଳନ କରି କହିଲା, ଯାଅ, ମୁହଁରେ ଚୂନ କାଳି ଲଗାଇ ସେହି ରାମର ଶରଣ ପଶ। ତୁମର ଏ ମୂଲ୍ୟହୀନ ଉପଦେଶର କୌଣସି ପ୍ରୟୋଜନ ନାହିଁ। କଟୁ ଭାଷାରେ ପୁଣି ସେ ଭର୍ତ୍ସନା କରି କହିଲା, ବୁଢ଼ ଭୈସୀ ନ ତ ମରତେଉଁ ତୁହି, ଅବ ଜନି ନୟନ ଦେଖାସି ମୋହି। ଅର୍ଥାତ୍ ତୁ ବୁଢ଼ା ହୋଇଗଲୁଣି, ନହେଲେ ତୋତେ ଏହି କ୍ଷଣି ମାରି ପକାନ୍ତି। ଯା, ଆଉ ମୋତେ ତୁ ମୁହଁ ଦେଖାନା କହି ଦେଉଛି। ମାଲ୍ୟବାନ ଦେଖିଲେ ରାବଣ ଉପରେ ମହାକାଳ ହିଁ ସବାର ହୋଇଛି। ଲଙ୍କା ଅଚିରେ ଧ୍ୱଂସ ହେବ। ତାକୁ ବୁଝାଇ କିଛି ଲାଭ ନାହିଁ। ମାଲ୍ୟବାନ ନିଜ ଆତ୍ମସମ୍ମାନ ରକ୍ଷା ଦୃଷ୍ଟିରୁ ମହାରାଜଙ୍କର ଜୟ ହେଉ କହି ସେଠାରୁ ପ୍ରସ୍ଥାନ କଲେ। ସୁନ୍ଦରୀ ଥିଲେ ମାଲ୍ୟବାନଙ୍କ ପତ୍ନୀ। ତାଙ୍କ ବୀର ପୁତ୍ରଗଣ
ବଜ୍ରମସ୍ତୁ, ବିରୂପାକ୍ଷ, ଦୁର୍ମୁଖ, ସୁପ୍ତଘ୍ନ, ଯଜ୍ଞାକ୍ଷ, ମତ୍ର ଓ ଉନ୍ମତ୍ର ସମସ୍ତେ ରାବଣ ପକ୍ଷରେ ଲଢ଼ି ବୀରଗତି ପ୍ରାପ୍ତ କରିଥିଲେ। ରାବଣର ମୃତ୍ୟୁ ପରେ ଲଙ୍କାର ରାଜା ହେଲେ ଧର୍ମାତ୍ମା ବିଭୀଷଣ। ସେ ନିଜର ବିଜ୍ଞ ମାତାମହ ମାଲ୍ୟବାନଙ୍କୁ ନିଜର ଉପଦେଷ୍ଟା ଭାବେ ଅବସ୍ଥାପିତ କଲେ। ସେଠାରେ ରହି ମାଲ୍ୟବାନ ଜୀବନର ଅନ୍ତିମ ସମୟ ଯାଏ ବିଷ୍ଣୁ ପୂଜନରେ ଲିପ୍ତ ରହିଲେ। ଅର୍ଜୁନୀ ଚରଣ ବେହେରା।